ଆଜି ଜାଗରରେ ସମସ୍ତ ସାଙ୍ଗମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆସନ୍ତୁ ଆଜି ଦର୍ଶନ କରିକି ଆସିବା ମହାଦେବଙ୍କୁ ସକାଳୁ। ତାପରେ ରାତିକି ତ ଜାଗର ଜାଳିବାକୁ ଯିବା। ସକାଳେ ଯାଇକି ମୁଁ ମନ୍ଦିରରେ ପହଞ୍ଚିଲା ବେଳକୁ ମନ୍ଦିରର ସବୁ ପତାକା ବାହାର କରିଦେଇକି ନୂଆ ପତାକା ସବୁ ଲଗାଯାଉଥିଲା। ବଢ଼ିଆ ଦେଖାଯାଉଥାଏ, ସବୁ ମନ୍ଦିରରେ ନୂଆ ପତାକା ଲାଗିଥାଏ। ପିଲାମାନେ ନିଜ ହାତରେ ନିଜେ ସଫା କରୁଥାନ୍ତି ମନ୍ଦିର ପରିସର। କାହିଁକିନା ସନ୍ଧ୍ୟାବେଳକୁ ଭଜନ ସମାରୋହ ହେବାର ଅଛି, ସେଥିପାଇଁ ସବୁଆଡ଼େ ପରିଷ୍କାର କରିଦେଇଛନ୍ତି। ଏବେ ଆମେ ଠାକୁର ଦର୍ଶନ କରିବା ପାଇଁ ଗଲୁ। ଭୋଗ ଭାଇନାଙ୍କୁ ଦେଇଥିଲୁ। ଭାଇନା ଏବେ ଦୀପ ନେଇକି ଲଗେଇ ଦେଇଥିଲେ ଠାକୁରଙ୍କ ପାଖରେ। ତାପରେ ବେଲପତ୍ର ଫୁଲ ଲାଗି କରିସାରିବା ପରେ ଜଳ ଲାଗି କରିଥିଲେ। ଆମେ ସମସ୍ତେ ପ୍ରାର୍ଥନା କରିଥିଲୁ। ପ୍ରାର୍ଥନା କରିକି ବାହାରକୁ ଆସିଥିଲୁ, ପ୍ରସାଦ ପାଇଥିଲୁ ଟିକେ। ତାପରେ ବେଲପତ୍ର ଦେଇଥିଲେ, ସିନ୍ଦୁର ଚନ୍ଦନ ବି ଦେଇଥିଲେ। ଏଥର ବାହାରକୁ ଆସିଲା ବେଳକୁ ଦେଖିଲୁ ନୂଆ ପତାକା ଯେଉଁ ମନ୍ଦିର ଗୁଡ଼ାକରେ ଲାଗି ପାରିନଥିଲା ସେଗୁଡ଼ାକ ପିଲାମାନେ ଏମାନେ ସବୁ ବଢ଼େଇ ଦେଉଛନ୍ତି। ସବୁଆଡ଼େ ପତାକା ଲାଗୁଛି। ଆମେ ଏଥର ଘରକୁ ଆସିଲୁ। ଆସିଲା ବେଳକୁ ଗୁଲା ତା ପିଲାମାନଙ୍କୁ ନେଇକି ଯାଇଥିଲା, ଏଠି ବସି ପଡ଼ିଛି ଫଟୋ ଉଠୁଥିଲା। ମୁଁ କହିଲି ଦେ ମୁଁ ତୋର ଭିଡ଼ିଓ କରିଦେଉଛି। ଆଙ୍କୁ ସକାଳେ ଆଣିକି ବୁଲେଇକି ଛାଡ଼ି ଦେଇକି ଘରକୁ ଗଲେ ଗେଟ୍ ଟୁଗେଦର ପାଇଁ ରାତିକି ଆସିବ। ରାତିରେ ଗୋଟେ ଗେଟ୍ ଟୁଗେଦର ପାର୍ଟି ନା। ଜୟ ଜଗନ୍ନାଥ। ଆମେ ଏଥରକ ଫେରି ଆସିଥିଲୁ ଘରକୁ।